नमस्कार। गुड मॉर्निंग। सुप्रभात। जय आरसीएम। जय जय श्रीराम। सुप्रभात। बहुत बहुत धन्यवाद आपण मानक समस्त को हार्दिक स्वागत। तो एक्चुअली गत काली ये सेशन आमे करि पार नथले सेतलागी बहुत बहुत दुखित कि एथपई कि काम बहुत रही जाइथिला काली। मीटिंग भी बहुत बढ़िया रहिला। सेमिनार आउ सेमिनार को जीवा पाई जो प्रयास हमर रहिथिला तो समस्ते बिजी मोड रे थिले तो मु भी निजे बिजी भी रही जाइथिली। ତ ସେଥିଲାଗି ଆପଣଙ୍କର ଭାବନା ପାଇଁ ଆପଣଙ୍କର ଯୋଉ ଇଚ୍ଛା ଏଇ ଯୋଉ ସେସନକୁ ଗୁରୁକୁଳ ଶାଖାକୁ ଆଗକୁ ବଢେଇବା ପାଇଁ ତ ସେଥିଲାଗି ଆ, ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି କି ଏମିତି ଆପଣ ପ୍ରତ୍ୟେକ ଦିନ ଗୁରୁକୁଳକୁ ଆସିବା ନିହାତି ଜରୁରୀ, କାରଣ ଗୁରୁକୁଳ ବିନା ଆରସିଏମ କରିବା ସମ୍ଭବ କେବେ ହବନି। ତ ସେଥିଲାଗି ଆଜି ଟିସି ସାର୍ ପୁଣି ଥରେ ବି ଆମକୁ ରିମାଇଣ୍ଡ ବି କଲେ କି ଆମେ ପ୍ରତ୍ୟେକ ଦିନ କିଛି ବି ହଉ ଆମେ 10 ଜଣ ସାଥୀଙ୍କୁ ଫୋନ କରିବା। ତ ଯୋଉ ଆଜି ଯୋଉମାନଙ୍କୁ ଆମେ ଫୋନ କଲେ କାଲି ସକାଳୁ ଟିକେ ତାଙ୍କୁ ମନେ ପକେଇଦବା। ଇଏ ହଉଛି ଗୋଟିଏ କଥା। ୟାକୁ ଯଦି ଆମେ ପ୍ରାକ୍ଟିକାଲ ଆମେ ଧରି ନବା ଯେ ଇଏ ଜିନିଷ ପ୍ରତ୍ୟେକ ଦିନ ଆମେ କରିବା, ତ ଦିନକୁ ଦିନ ଆମ ଗୁରୁକୁଳର ସଂଖ୍ୟା ବଢି ବଢି ଚାଲିବ। ତ ତା ଛଡା ଆମେ ଗୁରୁକୁଳ ଶାଖା ମାଧ୍ୟମରେ ଆମ ଟିମ୍ ସ୍ପିରିଟ ବଢେଇ ପାରୁଛେ, ଆମ ଭିତରେ ଆମେ ଡିସ୍କସନ କରିପାରୁଛେ କଣ ଶିଖିଲେ। ତ ତା ଉପରେ ଆମେ ଡିସ୍କସନ କରିପାରୁଛେ ତାକି ଆମେ ଗୁରୁକୁଳ ଶାଖାକୁ ଆଉ ଟିକେ ପାୱାରଫୁଲ ବି ଆମେ କରିପାରିବା। ଆ, ଗୋଟେ ବହୁତ ଭଲ ବହି ବହି କାଲି ମତେ ମିଳିଲା ଯେ ଡାଇରେକ୍ଟ ସେଲିଂ ଉପରେ, ଯେ ଡକ୍ଟର ସୁରେନ୍ଦ୍ର ଭଟ୍ସର। ମୁଁ ବି ଆଗରୁ ତାକୁ ପଢିଥିଲି ବହୁତ ଥର। ତ ମୁଁ ତାକୁ ଆଣିକି କାଲି ପଢୁଥିଲି। ସେଥିରେ ପ୍ରଥମେ ଗୋଟେ ବହୁତ ଭଲ କଥା ଲେଖା ଯାଇଛି ଯେ ଯେକୌଣସି କଥାକୁ ଆମେ ଜାଣିବା କିନ୍ତୁ ତାକୁ କରିବାନି, ତାହେଲେ ସେଟା ନ ଜାଣିବା ସାଙ୍ଗରେ ସମାନ। ତ ଯଦି ଜାଣିବା ଆଉ ତାକୁ କରିବା ବି, ତ ସିଏ ଆମକୁ ବହୁତ ବଡ ଉନ୍ନତିରେ, ଆମ ଜୀବନରେ ବହୁତ ବଡ ଉନ୍ନତି ରେ ପହଞ୍ଚେଇ ଦବ। ବହୁତ ସାରା ଆପଣ ସାଥୀ ଆପଣଙ୍କ ଜୀବନରେ ଆପଣ ଦେଖିଥିବେ, ବହୁତ ଲୋକଙ୍କୁ ଆପଣ ଦେଖିଥିବେ ବହୁତ ବଡ ବଡ କଥା ଉପଦେଶ ଦଉଥିବେ ସେ ଆପଣଙ୍କୁ। ଏମିତି କଲେ ସେମିତି ହବ, ଆପଣ କହିବେ ଆରସିଏମ, ସେ କହିଲେ ଆରସିଏମ ମୁଁ ଏମିତି କରିଥିଲି ସେମିତି କରିଥିଲି, ଏମିତି କଲି ସେମିତି ହବ, ସେମିତି କଲେ ସେମିତି ହବ। ବହୁତ କଥା କହିଦେବେ କିନ୍ତୁ ଆପଣ ପ୍ରାକ୍ଟିକାଲ ଲାଇଫରେ ଦେଖିବେ ଆରସିଏମ ର ବିଗନର ପିନଟେ ବି ସେ ଛୁଇ ନଥିବେ। ତାର ରିଜିନ ହଉଛି ଏଇଆ ଯେ ସେମାନେ ଜାଣିଛନ୍ତି କିନ୍ତୁ କରିନାହାନ୍ତି। କିନ୍ତୁ ଜାଣିକିରି ଯଦି କରିବେ, ଷ୍ଟେଜ ଉପରେ ଠିଆ ହେଇକି ବି ଲିଡର ଆପଣଙ୍କର ପ୍ରଶଂସା କରିବେ, ଯେମିତି ଆରପି ବାବୁ କାଲି ପ୍ରଶଂସା କଲେ। ତ ତ ଇଏ ହଉଛି କଥା ଯେ ଆମେ ଜାଣିକିରି କରିବା ଆଉ କଲେ ହିଁ ସଫଳତା ପାଇବା। ଟିସି ସାର୍ 25 ବର୍ଷର ଯୋଉ ତାଙ୍କର ଯୋଉ ଏକ୍ସପିରିଏନ୍ସ ରହିଛି, ଯୋଉ ଗୁରୁକୁଳ ମିଳିଯାଇଛି, ତ ସେ ତ କହୁଛନ୍ତି ଯେ ଇଏ ପରମାତ୍ମାଙ୍କର ଗୋଟେ ଦାନ, ପରମାତ୍ମାଙ୍କ ଇଶାରା ରହୁଛି ଯେ ଆମେ ଇଏ ଦୁନିଆ ପାଇଁ, ଇଏ ଦେଶ ପାଇଁ ବହୁତ କିଛି ଆମେ କରିପାରିବା। ସେଥିଲାଗି ଗୁରୁକୁଳ ଶିକ୍ଷା ହଉଛି ଏକରୂପ ଶିକ୍ଷା, ନିହାତି ଦରକାର। ତ ପ୍ରତ୍ୟେକ ଦିନ ଆମେ ଗୁରୁକୁଳକୁ ଆମେ ଆଜିଠୁ ସଂକଳ୍ପ ନବା। ମୁଁ ବି ମୋର ଯୋଉ ପକେଟ ଡାଏରୀ, ଯୋଉ କଣ କଣ କାମ କରାହବ ଆଜି ଦିନ ଭିତରେ, ମୁଁ ତାକୁ ଯୋଉ ନୋଟ ରଖିଛି, ସେ ନୋଟ ଭିତରେ ବି ମୁଁ ବି ଲେଖିଛି ଯେ ଗୁରୁକୁଳକୁ ମୁଁ ପ୍ରତ୍ୟେକ ଦିନ 10 ଜଣ ନୂଆ ନୂଆ ସାଥୀଙ୍କୁ, ମାନେ ଆଜି ଯୋଉମାନେ ବସିଛନ୍ତି ତ ଠିକ ଅଛି, ଏମାନେ ସମସ୍ତେ ତ ଲିଡର, କିନ୍ତୁ ପ୍ରତ୍ୟେକ ଜଣ ନୂଆ ସାଥୀଙ୍କୁ ଇନଭାଇଟ କରିବା ଆଉ ସକାଳୁ ଟିକେ ତାଙ୍କୁ ଫୋନ କରିବା। ପଛେ ୟୁଟ୍ୟୁବରେ ହଉ ପଛେ ସକାଳୁ ଟିକେ ଫୋନ କରିବା। ତ ଇଏ ଦ୍ଵାରା କଣ ହବ ନା ଧୀରେ ଧୀରେ ଆମେ ଯୋଉ ସଂଖ୍ୟା ଆମେ ବସିଛେ ସାର୍ଙ୍କୁ ଛାଡ଼ିଦେଲେ, ଆମେ ଯୋଉ 7 ଜଣ ବସିଛେ, କାଲି ଆମେ ଯଦି 10 ଜଣକୁ ଆମେ ଜଣେଇବା, ତାହେଲେ ଆମର 70 ଜଣ ସାଥୀ କାଲି ଇନଫର୍ମେସନ ପାଇଲେ ଯେ ଗୁରୁକୁଳର ହଁ ଆମ ଆମ ଭିତରେ କେତେ ଆତ୍ମୀୟତା ରହିଛି, କେତେ ଆ, ସ୍ନେହ ଶ୍ରଦ୍ଧା ରହିଛି ତାଙ୍କୁ କହିବାରେ। ସେ ହିଁ ପ୍ରମାଣ ଦବ ଆମ ମୋଟିଭେସନ ତାଙ୍କୁ ଯୋଉ କହୁଛି ଯେ ଗୁରୁକୁଳକୁ, ଆଉ କେତେ ଆଗ୍ରହର ସହିତ ଆମେ କହୁଛେ, ସେ ହିଁ ପ୍ରମାଣ ଦବ ଯେ କେତେ ସଂଖ୍ୟାରେ ଆମେ ବସେଇ ପାରୁଛେ। ତ ଆମର ଯୋଉ ଉତ୍ସାହ ସାମ୍ନା ବାଲା ଲୋକକୁ ପ୍ରଭାବିତ କରିଦବ। ଯେ କାହାକୁ ଯଦି ଆମେ କହିବା ଏ କାଲି ଯାଇକି ଗୁରୁକୁଳରେ ବସିବୁ, କେବେ ବି ହବନି।
ତ ତାକୁ ଯଦି ସ୍ନେହ ସହିତ ଉତ୍ସାହ ସହିତ ଆରେ ଗୁରୁକୁଳରେ ଆଜି ଏତେ ବଢିଆ ପ୍ରୋଗ୍ରାମ ହେଲା, ଆଜି ଗୁଡ୍ଡଟର କେତେ ବଢିଆ ମସଲା ଆସିଥିଲା, ତାର ଯୋଉ ପ୍ରୋଟିଜ ପକୋଡା କେତେ ବଢିଆ, ବହୁତ କମ ସମୟରେ କେତେ ଭଲ ହେଲା, ସେଟା କୋଉଠି ଶିଖିବାକୁ ମିଳୁଥିଲା ନା ଗୁରୁକୁଳରେ। ତ ଗୁରୁକୁଳରେ ସବୁଦିନେ କଣ ସେଇଆ ହଉଛି? ନାଇଁ, ସବୁଦିନେ କିଛି କିଛି ନୂଆ ନୂଆ ଜିନିଷ ହଉଛି। ତ ଭେଜ ବାଇଟ ର ଟିକା, ଆରେ କେତେ ବଢିଆ, ମାନେ ଆମେ କେତେ ମେହନତ କରିକି ଟିକା କରୁଥିଲେ, ଆରେ ସେଇଟାକୁ ପକେଇଦେଲା ମାନେ ତ ସାଙ୍ଗେ ସାଙ୍ଗେ ହେଇଯାଉଛି, ତା ଦେହରେ ଲୁଣ ବି ପଡିକି ରହିଛି। ତ ଆମେ ଯଦି ଏ ପ୍ରକାରର ଉତ୍ସାହ ସହିତ ତାଙ୍କୁ ଆମେ କହିବା, ତ ଧୀରେ 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 ସଂଖ୍ୟା ବି ଆମେ ବଢିପାରିବ। କିନ୍ତୁ ପାଠ ପଢିବା ପାଇଁ କାହାକୁ ଡାକିଲେ କେହି ବି ପାଠ ପଢିବେନି। କିନ୍ତୁ ଉତ୍ସାହ ସହିତ ଯଦି ତାଙ୍କୁ ଡାକିବା ତାହେଲେ ହବ। ଆଉ ଜାଣିଲେ, କାରଣ ଏଠି କାମ ଗୋଟେ ପ୍ରକାରର ହଉଛି, ଆମେ ମାନେ କରୁଛେ ଆଉ ଗୋଟେ ପ୍ରକାରର, ତ ସେଥିଲାଗି ରେଜଲ୍ଟ ଆସିବ ନାହିଁ। ଯୋଉ ଗାଡିକୁ ଯେମିତି ଚଲେଇବା କଥା, ମୁଁ ଯଦି ମୋଟର ସାଇକେଲରେ ବସିକି ମୋଟର ସାଇକେଲର ଯୋଉ ହ୍ୟାଣ୍ଡଲକୁ ନ ଧରିକି ମୁଁ ଭାବିବି ଯେ ମୁଁ କାରରେ ବସିଛି ଏମିତି ଧରିବି, ଆକ୍ସିଡେଣ୍ଟ ତ ନିଶ୍ଚୟ ହବ। କାରରେ ଯଦି ବସିଛି ଆଉ ମୋଟର ସାଇକେଲ ଭଲି ମୁଁ ଖାଲି ଏକ୍ସେଲେଟର ମୋଡ଼ିବି ଆଉ ଗୋଡ଼କୁ ଇଏ କରିବି, ସିଏ ତ ଆକ୍ସିଡେଣ୍ଟ ନିହାତି ହବ, ତ ଇଏ ତ ହବନି। କିନ୍ତୁ ଯୋଉ କାମ ଯାହା ପାଇଁ, ଆଉ ଟିସି ସାର୍ ବି ସେଇ କଥା ବି ଅଲରେଡି ସ୍ପଷ୍ଟ ବି କରିଦେଇଛନ୍ତି ଯେ ଆପଣ ମାନଙ୍କ ଜୀବନରେ ଗୋଟେ ବହୁତ ବଡ, ଆପଣ ମ, ଉଡାଜାହାଜ ଉଡେଇବାର ବର୍ତ୍ତମାନ ସେ ଉଡାଜାହାଜରେ ବସିଛନ୍ତି। ତ ଆପଣ ଉଡାଜାହାଜ ଚଲେଇବେ କି ମୋଟର ସାଇକେଲ ଚଲେଇବେ? ତ ଇଏ ହଉଛି କଥା। ଯାହା ହଉ, ବହୁତ ବଢିଆ କଥା, ଆପଣ ମାନେ ଡେଲି ଆସୁଛନ୍ତି, ସେଥିଲାଗି ଆପଣଙ୍କୁ ବହୁତ 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 ଧନ୍ୟବାଦ। ଆଜି ଗୁଡ୍ଡଟର ବହୁତ ସାରା ରେସିପି ଶିଖିଲେ। କିନ୍ତୁ ପ୍ରଥମ କଥା ହଉଛି ଯେ ରେଜିଷ୍ଟ୍ରେସନ ଅଲରେଡି ତ ଅପା କରିସାରିଛନ୍ତି। ଆଉ କାରଣ ସେ ଯୋଉ ରେଜିଷ୍ଟ୍ରେସନ ହଉଛି ତାର ନାଁଟା ବି ଚେଞ୍ଜ ହେଇଯାଇଛି, ଯାହା ହଉ ଗୁଡ୍ଡଟ ରୋଷେଇ ବୋଲି ନାଁ ବି ଚେଞ୍ଜ ହେଇଯାଇଛି। ତ ସମସ୍ତଙ୍କୁ ଆମେ ମ୍ୟାକ୍ସିମମ୍ ଲେଡିଜ ମାନେ ତ କରିପାରିବେ। ସେ ଯୋଉ ପକୋଡା ବି ହେଇଥିଲା ମୁଁ ବି ଘରେ ଥରେ କରିଥିଲି, ସେ ବି ବହୁତ ବଢିଆ କ୍ରିସ୍ପି ଆଉ ବହୁତ ବଢିଆ ବି ଟେଷ୍ଟି ବି ହେଇଥିଲା। କିନ୍ତୁ ଆପଣମାନେ ବି ଘରେ ବି କରିପାରିବେ, ଆଉ ତା ସହିତ ପ୍ରମୋସନ ବି କରିପାରିବେ। ଆଉ ସେ ଯେତେ ଛୋଟ ଛୋଟ ପିସ୍ ଆମେ ପ୍ରୋଟିଜକୁ କରିବା, ଯେତେ ଛୋଟ କରିବା ସେତେ ବହୁତ ଭଲ, ମାନେ ତା ଭିତରେ ମସଲା ଯିବ ଆଉ ତାକୁ ବହୁତ ଭଲ ଟେଷ୍ଟି ବି ହବ। ଅଲରେଡି ଲୁଣ ବି ପଡିକି ରହିଛି, ଖାଲି ବେସନକୁ ଆଣିକି ଗୋଳେଇ ଦେଲେ ବି ସେ ଆପଣଙ୍କର ପକୋଡା ବି ହେଇଗଲା, ବହୁତ ବଢିଆ ଟେଷ୍ଟି ହେଇଯାଉଛି। ତ ଏଇଟା ବହୁତ ବଢିଆ କଥା। ଆଉ ଗୁଡ୍ ଡଟ୍ ରୋଷେଇ ସହିତ ଆମେ ବାରମ୍ବାର ରେଜିଷ୍ଟ୍ରେସନ କଲେ, କାରଣ ଅ, ଯେମିତିକି କୁହାଯାଏ ନା, ଜ୍ଞାନ କେବେ ଶେଷ ହୁଏନି, ତାପରେ ବି ଅଛି। ଥରେ ଆମେ ରେଜିଷ୍ଟ୍ରେସନ କରିଦେଲେ, ତ ସେ ରେଜିଷ୍ଟ୍ରେସନ ପରେ ବି ପୁଣି ରେଜିଷ୍ଟ୍ରେସନ କଲେ ପୁଣି କିଛି ନୂଆ ରେସିପି ଧୀରେ 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 ଇଏ 7-8 ଦିନ କୋର୍ସରେ ଆମେ ଗୁଡ୍ ଡଟ୍ ର ବହୁତ ସାରା ଜାଣିପାରିବା। ଆଉ ଯୋଉମାନେ ବି, ଆଚ୍ଛା, ଆମେ ରେଜିଷ୍ଟ୍ରେସନ ଏଇଥିପାଇଁ କରିବା ଆମ ଟିମକୁ ଜଣେଇବା ପାଇଁ, କାରଣ ଯାହା ହଉଛି ସେଇ ଯୋଉ ଆଗ୍ରହଟା ତିଆରି କରିବା ପାଇଁ ଆମେ ଲୋକଙ୍କୁ ପ୍ରମୋସନ କରିବା। ଏ ହଉଛି ଗୋଟେ ବହୁତ ବଡ କଥା। ଆଉ ତା ଛଡା ଆପଣମାନଙ୍କ ପାଇଁ ଗୁଡ ନ୍ୟୁଜ, ମୁଁ ପୁଣି ଥରେ ମନେ ପକେଇ ଦଉଛି, ଯେମିତିକି ଗତକାଲି ଡିସ୍କସନ ଅଲରେଡି ଗୁରୁକୁଳରେ ହେଇଥିଲା ଯେ 100% ଗ୍ରୋଥ ଯୋଉମାନେ ଭାଇଟାଲ ପିନ୍ରେ ଅଛନ୍ତି ସେମାନେ କରିବେ। ତାଙ୍କୁ ଅଗଷ୍ଟ 15-16ରେ ବହୁତ ବଡ଼ ଆକାରରେ ଭିଲୱାଡ଼ାରେ ଯୋଉ ସେଲିବ୍ରେସନ ହବ ସେଠି ସମ୍ମାନ ଦିଆଯିବ। ଆଉ ଆଜି ଟିସି ସାର୍ ସେଇ କଥା ବି କହିଲେ ଯେ ସମ୍ମାନ ତ ଆପଣଙ୍କୁ ମିଳିବ, ଯେ ଆପଣ କାହା ପାଖରେ ଠିଆ ହେଇକି ଯାଇକି ଫଟୋ ଉଠେଇବେ ନା ଆପଣଙ୍କୁ ଡାକିକିରି ସେଠି ଷ୍ଟେଜ ଉପରେ ଫଟୋ ଉଠା ହବ, ସେଇଟା ଡିସିସନ ଆପଣ ମାନଙ୍କର। ତ ଯଦି ସଫଳତା, ଆଉ ମାତ୍ର 11 ଦିନ ରହିଲା ଏଇ ମାସରେ, ଆମର ଗତ ମାସରେ ଯେତିକି ଆମର ଟର୍ଣ୍ଣଓଭର ହେଇଛି, ତ ସେ ଟର୍ଣ୍ଣଓଭରକୁ ପ୍ରଥମେ ଦେଖିବା ନିହାତି ଦରକାର ଯେ ଡିସେମ୍ବର ମାସରେ କେତେ ଟର୍ଣ୍ଣଓଭର ହେଇଛି। ଯଦି 5,000 ହେଇଛି, ତାକୁ 10,000ରେ ପହଞ୍ଚେଇବା। 5,000 ହେଇଛି ମାନେ କୋଉ କୋଉ ଟିମ୍, ମାନେ ଆମ ଟିମରେ କିଏ କିଏ ପରଚେଜ କେତେ କେତେ କରିଥିଲେ, 5,000 ହେଲା, ତ ସେଇ ଅନୁସାରେ ସେମାନଙ୍କ ସଂଖ୍ୟାକୁ ବଢେଇବା। 5,000 ହେଇଛି, 10,000 କରିବା। ଯଦି 10,000 ହେଇଛି, 20,000 କରିବା। ଯଦି 20,000 ହେଇଛି, 40,000 କରିବା। ଯଦି 40,000 ହେଇଛି, ତାକୁ 80,000 କରିବା। ତ 80,000 ହେଇଛି ତ 1,60,000, ଏମିତି ଧୀରେ ଧୀରେ ଆମେ 100%ର ଗ୍ରୋଥକୁ ନେଇକି ଆମେ କାମ କରିବା, ପ୍ରଥମ କଥା। ଆଉ ଯଦି କରିବା ତାହେଲେ ଏଇଠୁ ଜାନୁଆରୀ ଠୁ ନେଇକି ଜୁନ, ମାନେ ଆମର କଣ୍ଟିନ୍ୟୁ ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ, ମେ, ଜୁନ,
ମାସ ପର୍ଯ୍ୟନ୍ତ ଆମେ କରିବା, ତାହେଲେ ଆମକୁ ଅଗଷ୍ଟ ମାସରେ ଭିଲୱାଡ଼ାରେ ସମ୍ମାନିତ ଆରସିଏମ ହେଡ୍ ଅଫିସ୍ ଆରସିଏମ ର ଆରସିଏମ ୱାର୍ଲଡରେ ଆମକୁ ସମ୍ମାନିତ ହବାର ସୁଯୋଗ ଅଛି। ଇଏ ହଉଛି ପ୍ରଥମ କଥା। ଆଉ ଦ୍ଵିତୀୟ କଥା, ଆକୁ ସହଜ କରିବା ପାଇଁ ମାନେ ଆପଣଙ୍କର ତ କାମ ଇଏ ରହିଲା ଯେ କାମକୁ ସହଜ ବି କରିବା ଦରକାର। ଯେମିତିକି ଗୁଡ୍ ଡଟ୍ର ଆଜି ଗୋଟେ ବହୁତ ବଢିଆ ରହିଲା, ତାକୁ ଆମେ ଲୋକଙ୍କୁ କହିଲେ ଲୋକଙ୍କର ଆଗ୍ରହ ବି ବଢିବ, ଲୋକ ବି ଧୀରେ ଧୀରେ ଯୋଉ ପରଚେଜ କରିବେ, ବଢେଇ ବଢେଇ ପରଚେଜ କରିବେ, ତ ତାକୁ ବି ସେ ବି ଆପଣଙ୍କର ବଢିବ। ଇଏ ତ ଗୋଟେ କଥା। ଦ୍ଵିତୀୟ କଥା ଯେ ଆମର କିସୋଲ ହଉଛି ଗୋଟେ ବହୁତ ବଡ ଟର୍ଣ୍ଣଓଭର ବି କରିଦେଇ ପାରିବ। ସେଥିଲାଗି କିସୋଲର ଯୋଉ ସ୍ପେଶାଲ ଟ୍ରେନର ଅଛନ୍ତି ଓଡ଼ିଶା ପାଇଁ, ଆମ ଓଡ଼ିଆରେ ସେ ଟ୍ରେନିଂ ଦେବେ। ଅ, ଆମର ଯୋଉ ନୂଆ ମ୍ୟାଡାମ ଜଏନ କରିଛନ୍ତି, ତ ସେ ସଞ୍ଜିତା ମ୍ୟାଡାମ, ତ ତାଙ୍କର କାଲି ଆସନ୍ତା କାଲି ଦିନ 3ଟା ବେଳେ କାଲି ତାଙ୍କର ମିଟିଂ ରଖାଯାଇଛି। ତ ସେ ମିଟିଂ ଜୁମରେ ରହିବ। ଏଇ ମିଟିଂ ଆଇଡି ଏଇ ପାସୱାର୍ଡ ରହିବ। ଦିନ 3ଟା ବେଳେ ରହିବ। 40 ମିନିଟର ମିଟିଂ ରହିବ। ତ କାଲି ସେ ମିଟିଂରେ ଆମେ ଆମ ଟିମକୁ ଯଦି ଆମେ ଇନଭଲ୍ଭ କରିଦବା, ତାହେଲେ ଟିମର ଯୋଉ ଡିମାଣ୍ଡ ଆସିବ, ତ ତାଙ୍କୁ ଆମେ ଫିଜିକାଲି ବି ଆମ ଟିମରେ ଯାଇକି ମିଟିଂ କରେଇ ପାରିବା। ମିନିମମ୍ 40 ଜଣରୁ କମ୍ ହେଲେ ସେ ମିଟିଂ ହବନି, ତାଙ୍କର ଫିଜିକାଲ ମିଟିଂ ହୁଏନି। ତ ସେଥିଲାଗି ଆମ ଟିମରେ ଯୋଉମାନେ ବି ଅଛନ୍ତି ତାଙ୍କୁ ମୁଁ ଆଜି ଲିଙ୍କ ତିଆରି କରି ପଠେଇଦେବି। ତ ସେ ଲିଙ୍କକୁ ଆପଣ ସର୍କୁଲେଟ କରିବେ, ଆଉ ତାକି ସମସ୍ତଙ୍କୁ ଆପଣ ଇନଭାଇଟ୍ କରିବେ, ତାକି ସେ ମିଟିଂରେ ବସିବା ପାଇଁ। ତାକି ଆମର ଦେଖନ୍ତୁ ବହୁତ ସାରା ଲୋକ ଏମିତି ବି ଅଛନ୍ତି ଆରସିଏମ ରେ ତ ଜଏନ କରୁଛନ୍ତି, କିନ୍ତୁ ଆରସିଏମ ରେ ଯୋଉ ଯୋଉ ଲାଭ ଏଠି ମିଳୁଛି, ଯୋଉ ଯୋଉ ବେନିଫିଟ ମିଳୁଛି, ସେ ବେନିଫିଟକୁ ସେ ନବାରେ ବଞ୍ଚିତ ହେଇଯାଉଛନ୍ତି। ଦେଖନ୍ତୁ ଏତେ ବଢିଆ ବଡି ଲୋସନ ମିଳୁଛି ଅଛି, ଏତେ ବଢିଆ କ୍ରିମ ଅଛି, ଏତେ ବଢିଆ ସନସ୍କ୍ରିନ୍ ଲୋସନ ଅଛି। ଆମେ ମାର୍କେଟରେ ଏଇ କ୍ୱାଲିଟିରେ କୋଉଠି ମିଳିବନି, କିନ୍ତୁ ଆମେ ତାକୁ କଣ କରୁଛୁ, ଆମେ ତାକୁ ନଉନୁ, ଆମେ ବାହାରୁ କିଛି କିଣି ଆଣୁଛୁ। କାହିଁକି ନା ଆମେ ତା ଉପରେ ଜାଣିନୁ। ତ ସେଥିଲାଗି ଆପଣଙ୍କର ବିଶ୍ୱାସକୁ ଆହୁରି ବଢେଇବା ପାଇଁ, ଆପଣଙ୍କ ଟିମର ବିଶ୍ୱାସ, ଆପଣଙ୍କର ବିଶ୍ୱାସ ତ ଅଛି, ଆପଣଙ୍କ ଟିମର ବିଶ୍ୱାସକୁ ବଢେଇବା ପାଇଁ ତ କାଲିର ଏଇ ପ୍ରୋଗ୍ରାମ ହଉଛି। ତ ଆଜି ଆମେ ଯୋଉ ଗୁରୁକୁଳରେ ଆମେ କଣ ଶିଖିଲେ, ଆଜି ଆମେ ସେୟାରିଂ କରିବା। ଆଉ ୟା ଦ୍ୱାରା ଆମର ଗ୍ରୋଥ କେତେ କରିପାରିବା, ସବୁଠୁ ମେନ୍ କଥା ହଉଛି ଗ୍ରୋଥ। ସମୟ ଦଉଛେ ମାନେ କିଛି ତ ବେନିଫିଟ ପାଇବା କଥା। ଆମେ ଗ୍ରୋଥ କେତେ କରିପାରିବା ତା ଉପରେ ଆଜି ଆମେ ଡିସ୍କସନ କରିବା। ତ ଫାର୍ଷ୍ଟ ଆମେ ଆରତି ଅପାଙ୍କୁ ଡାକିବା। ଅପା ୱେଲକମ୍। ଜୟ ଶ୍ରୀ ଆଜି ଗୁଡଟା ଯୋଉ ମସଲା ବିଷୟରେ କହିଲେ, ତାକୁ ଆଡ କରିକି ଯୋଉ ପକୋଡା ବନେଇବା, ମୁଁ ମସଲା ଆଣି ରଖିଛି, କିନ୍ତୁ ମସଲା ଆଡ କରି ପକୋଡା କରିନି। କିନ୍ତୁ ଦେଖନ୍ତୁ, ଆମ ଗ୍ରୋଥ ପାଇଁ ଆସିଏମ ସାଙ୍ଗେ ଯୋଉ ଯୋଉ କମ୍ପାନୀ ସବୁ ଯୋଡିଗଲେ, ଗୁଡଟ ହଉ କି ସୋଲ ହଉ, ଆମ ଗ୍ରୋଥ ପାଇଁ ବହୁତ ଆସାନ ତରିକା। ଆମେ ଯଦି ଜୁମ୍ ମିଟିଂରେ କାଲି ବହୁତ ଲୋକଙ୍କୁ ବସେଇବା 3ଟା ବେଳକୁ, ଆମର କି ସବୁ ପ୍ରଡକ୍ଟ ଉପରେ ତାଙ୍କ ନଲେଜ ହବ। ତା ଛଡା ସେମାନେ ନିଜେ ୟୁଜ କରିବା ସାଙ୍ଗରେ ଲୋକମାନଙ୍କୁ ଗୁଡଟ ଏ କି ସବୁ ପ୍ରଡକ୍ଟ ଉପରେ ସେ ନଲେଜ ନେଲା ପରେ ଲୋକମାନଙ୍କୁ ବହୁତ ଭଲ ଭାବରେ ବୁଝେଇ ପାରିବେ, ଯାହା ଫଳରେ ଲୋକମାନେ କିଣିବା ପାଇଁ ପ୍ରସ୍ତୁତ ହେବେ। ନିଜେ ଜଏନିଂ କରିକି ନିଜ ଆଇଡିରେ କିଣିବେ, ନିଜର ଗ୍ରୋଥ ବି ବଢିବ। ଗୁଡଟ ଯୋଉ ପ୍ରଡକ୍ଟ ଉପରେ ଆମେ ଆଜି ଦେଖିଲେ, ଆମେ ଯଦି ଆଜି କାଲି ମିନି ଗୋଟେ ସଜେସନ ମତେ ଦେଲା ବାଟରେ ଆସିଲା, କହିଲେ ମା ଆଉ ଆମେ ଗୋଟେ ଷ୍ଟଲ ନେଇଯିବା, ଆଉ ଗୁଡଟ ଆଉ ଆସିଏମର ଯେତେ ପ୍ରଡକ୍ଟ ଅଛି, ଆମେ ସବୁ ବିଭିନ୍ନ ପ୍ରକାର ଭେରାଇଟି ଖାଇବା କରିବା। ଆପଣଙ୍କୁ କଣ ଖରାପ ଲାଗିବ କଲେ? ଗୋଟା ମୁଁ ଯଦି ରୋଡ ଉପରେ କରିବି, ବୋଲି କିଛି ନାହିଁ, ମୁଁ ସବୁବେଳେ ରେଡି, ତମମାନଙ୍କ ସାଙ୍ଗରେ ମୁଁ ଅଛି। ଆଉ ମୁଁ ଯୋଉ ପ୍ରଡକ୍ଟ ଗୁଡଟକୁ ଆମେ ଗ୍ରାଇଣ୍ଡିଙ୍ଗ କରିକି ଯୋଉ ଆମେ ରସମଲେଇ ବନେଇଦେବି, ତାକୁ ଯଦି ଲୋକ ଖାଇକିରି ପସନ୍ଦ କଲେ, ଯଦି ଗାଙ୍ଗୁରାମର ରସମଲେଇ ସାଙ୍ଗେ ଠାରୁ ମୋ ରସମଲେଇ ଯଦି ଭଲ ନ ହବ, ମୁଁ ତମକୁ ଏଇଟା ଗ୍ୟାରେଣ୍ଟି ସହିତ କହିପାରୁଛି ଯେ ମୁଁ କରିକି ଦେଖେଇବି। ଆଉ ବିଭିନ୍ନ ପ୍ରକାର ଖାଇବା ମୁଁ ବନେଇକିରି ତମ ସାଙ୍ଗରେ ମୁଁ ତମର ସପୋର୍ଟ ଦେବା ପାଇଁ ମୁଁ ଦୋକାନରେ ଠିଆ ହେଇ ରହିବି। ଆଉ ସମସ୍ତଙ୍କର ହ୍ୱାଇଟ କଲର ଗୋଟେ ଗୋଟେ ଆମେ ଗଞ୍ଜି ପିନ୍ଧିବା ଆଉ ଟୋପି ଲଗେଇବା। ବାহ, ବହୁତ ବଢିଆ। ଓକେ ଓକେ, ଏମିତି ଉତ୍ସାହ ହିଁ ଦରକାର। ଓକେ, ଥ୍ୟାଙ୍କ ୟୁ। ବହୁତ ବଢିଆ, ଭାରି ବଢିଆ ଲାଗିଲା। କାଲି ସେମାନଙ୍କୁ ନେଇ ମିଟିଂରେ ବସେଇବା, ଆଉ ସବୁ ଖୋଇବା ପୋଇବା ତାଙ୍କ ଖବର ବୁଝି, ଗାଡି ବଡ ବୁକ୍ କରି ତାଙ୍କୁ ଆଣି ଛାଡି
ମୋ କାମ ମୁଁ କରିଦେବି। ବାह, ବହୁତ ବଢିଆ। ଏଇ ତ ହଉଛି ଲିଡରସିପ। ଓକେ, ଥ୍ୟାଙ୍କ ୟୁ। ମିତାଞ୍ଜଳି ମ୍ୟାଡାମ, ମିତାଞ୍ଜଳି ମ୍ୟାଡାମ ବି କାଲି କଟକ ଯାଇକି ଯାଇଥିଲେ ହଁ ବାପାଙ୍କ ବଢିଆ ଶ୍ରାଦ୍ଧରେ। ଖବର ଅଛି। ହଁ ବାପାଙ୍କ ମୋ ଶ୍ରାଦ୍ଧରେ ଯାଇକି ଏପଟରେ ଜଏନିଂ ବି କରିକି ୱେଲକମ ବି କରିସାରିଛନ୍ତି। ବହୁତ ବଢିଆ। ମ୍ୟାଡାମ ୱେଲକମ। ଅନମ୍ୟୁଟ କରନ୍ତୁ ମ୍ୟାଡାମ। ମ୍ୟାଡାମଙ୍କର କାହିଁକି ଅନମ୍ୟୁଟ ହେଇପାରୁନି। ନମିତା ମ୍ୟାଡାମ, ଆଜ୍ଞା କୁହନ୍ତୁ। ଆ, କିଛି ଗୋଟେ ପ୍ରୋବ୍ଲେମ। ହଁ, ଆଜ୍ଞା ଆଜ୍ଞା ନମସ୍କାର, ଆଜ୍ଞା କୁହନ୍ତୁ। ହଁ ସାର୍, କାଲି ମିଟିଂ ଟା ଏତେ ବଢିଆ ଲାଗିଲା, ସାରଙ୍କର ବହୁତ ବଢିଆ ଲାଗିଲା। ସାର୍ ଏତେ ଏଜ ରେ ଏତେ ସୁନ୍ଦର ଜିନିଷ କହିଲେ, ବହୁତ ବଢିଆ ଲାଗିଲା। ଯେତିକି ଲୋକ ଥାଆନ୍ତୁ, ମିଟିଂ ଟା ଭାରି ବଢିଆ ଲାଗିଲା ତାଙ୍କର। ତାର ହସ ହସ ମୁହଁ ଆମକୁ ଭାରି ବଢିଆ ଲାଗିଲା ସାର୍ କାଲି। ଆଉ ସାର୍ ଗୁଡଟ ଉପରେ ଆପଣ ଆଜି ଦେଲା ଗୁରୁକୁଳରେ, ସେ ଗୁଡଟ ଉପରେ ତ ଆମେ ସବୁବେଳେ ଆମେ ୟୁଜ କରୁଛୁ ସେ ଉପରେ, କିନ୍ତୁ ତା ମସଲା ଟା ଯୋଉ ଏବେ ବାହାରିଛି କେବେଠୁ ଆସିଲାଣି, ଆମର ମେନ୍ ହେଲା ତା ଦେହରେ ପଡୁଥିବ ଯଦି ପାଇସେସ୍, ଆମର ବିନା ପିଆଜ ରସୁଣ ହଉଛି ଯୋଉ, ତା ଦେହରେ ପଡିବ କି ନାହିଁ ହେଇପାରୁନି। ସେମିତି ଆମେ ତାକୁ ଗୁଡଟକୁ ସେମିତି ଏଇ ଯୋଉ ଇଏ ସେ ପ୍ରୋଟିସ କୁ କଣ କରୁଛୁ, ଆଣିକିରି ସେମିତି ରାନ୍ଧିକିରି ଖାଇ ଦଉଛୁ। କିନ୍ତୁ ଏମିତି ମସଲା କରିକିରି ଆମେ ଖାଇନୁ କେବେ ପକୁଡି। ଆମର ଯାହା ହେଇଥିଲା ଭୋଜିରେ ସେତିକି ଖାଇଛି। ଆମେ କରିକିରି ଆମର ସବୁ ଲୋକମାନେ ବି ନଉଛନ୍ତି ଏଇ ଗୁଡଟର ସବୁ ଜିନିଷ ସାର୍। ଆଉ କଣ କହିବି? ନାଇଁ, ଆମେ ଆକ୍ଚୁଆଲି ଆକ୍ଚୁଆଲି ଦେଖନ୍ତୁ, ଆମେ ନିଜେ କଲେ ତାର ଯୋଉ ଟେଷ୍ଟ ଆସିବ, ସେ ଟେଷ୍ଟର ବାସ୍ତବିକ ଅନୁଭବଟା ଆମେ ଅନ୍ୟକୁ କହିପାରିବା। ତାକି ଆଜ୍ଞା କଣ ତାକି କଣ ହବ କି ସେ ଲୋକଙ୍କର ଆଗ୍ରହ ବଢେଇବ, ଲୋକଙ୍କର ମୁଡକୁ ଆରସିଏମ ପ୍ରତି ଆଗ୍ରହ କରେଇବ। ସେଟା ଆଜ୍ଞା ନିହାତି ଦରକାର। ଆଉ ତାକୁ ଯେତେ ପ୍ରମୋସନ କରିବା ତ ସେତେ ବହୁତ ଆଜ୍ଞା ଭଲ ହବ। ଆଉ ପ୍ରତ୍ୟେକ ଦିନ ଗୁରୁକୁଳକୁ ଡେଲି 10 ଜଣଙ୍କୁ ଇନଫର୍ମେସନ ଦବା, ଆଗ୍ରହ ସହିତ କହିବା, ଆଟ୍ରାକ୍ଟିଭ ହିସାବରେ କହିବା। ତାକି କାଲି ସକାଳୁ ତାକୁ ଫୋନ କରିବା। ଗୁରୁକୁଳ ଲୋକମାନେ ଦେଖିଲେ ତ ଧୀରେ ଧୀରେ ଆପଣ ଦେଖିବେ ଆପଣଙ୍କ କାମ ବହୁତ ସହଜ ହେଇଯିବ। ଲୋକଙ୍କୁ କହିବାକୁ ବି ପଡିବନି। ଆପଣଙ୍କ ପରଚେଜ କରିବା ପାଇଁ ଯୋଉ ଫୋନ କରୁଛନ୍ତି, ସବୁ କରୁଛନ୍ତି, କିଛି ବି କହିବାକୁ ପଡିବନି। ତ ଧୀରେ ଧୀରେ ସବୁ ସହଜ ହେଇଯିବ। ତ ସାର୍ ଆମେ ତ ଚେଷ୍ଟା ଚଲେଇଛୁ, ସେମିତି ସମସ୍ତଙ୍କୁ ଫୋନ କରୁଛୁ। ସେମାନେ ବସିବା ତାଙ୍କର ଟିକେ ଇଏ ହଉନି ଆଉ କଣ, ଆଗ୍ରହ ହଉନି ଆଉ, ଖାଲି କିଣି ଦଉଛନ୍ତି। କିନ୍ତୁ ଦେଖିଲା ବେଳକୁ ବସିବାଟା ତ ଦରକାର। ଆମେ କଣ ବିଚଟିଲେ ପରିଣତ ହେଇଗଲୁଣି ନା, ସବୁଦିନ ବସିବା ପାଇଁ ଭଲ ଲାଗୁ, ଆମକୁ ଆଗ୍ରହ ଆସୁଛି। ସେମାନଙ୍କୁ କହିଲା ବେଳକୁ ସେମାନେ କହୁଛନ୍ତି ଆମକୁ ଟାଇମ ନାହିଁ, ସିଧା କହିଦଉଛନ୍ତି। କହିଲା ବେଳକୁ ଆମକୁ ଖରାପ ଲାଗୁଛି। ଆମେ ଯାହା ସେ ପରଚେସ କରୁଛନ୍ତି, ଆମେ ଆମର ଲାଗିବା ୱାଟସିପ ଉପରେ ଆଉ କଣ ନାଇଁ, ସାର୍। ଆଗ୍ରହ ସୃଷ୍ଟି କରିବା। ଆଜ୍ଞା ଦେଖନ୍ତୁ ଆପଣ, ମାନେ ଦେଖନ୍ତୁ, ଆଗ୍ରହ ଯଦି ଆମେ ଅନ୍ୟର ସୃଷ୍ଟି କରି ଦେଇ ପାରିଲେ, ତାହେଲେ ସେଇଟା ହଉଛି ବହୁତ ବଡ କଥା। ସେଇ କଳା, ସାର୍ ଆକ୍ଚୁଆଲି ସେଇଟା ଗୋଟେ କଳା। ଆଗ୍ରହ ଆଜ୍ଞା ସୃଷ୍ଟି କରେଇବାର ଗୋଟେ କଳା। ସେ ଆଜ୍ଞା କଳାକୁ ଆମେ ଧୀରକୁ ଦିନ ବିକଶିତ କରିବା। କାରଣ ଆମ ଭିତରେ ଭଗବାନ ଆମକୁ ମଣିଷ ଜନ୍ମ ଦେଇଛନ୍ତି, ମାନେ ବହୁତ ସାରା କଳା ଦେଇଛନ୍ତି। ସେ କଳାକୁ ଲୁଚେଇକି ରଖିଲେ ହବ କି? ନାଇଁ ସାର୍, ଯୋଉ ତାର ଯୋଉ ବାହାରିଛି ମସଲା ଟା, ଆମେ ତ ସେ ଜାଣି ନାହାନ୍ତି ବୋଧେ, ତାଙ୍କୁ ଆଜି ମୁଁ କହିବି। ଯୋଉମାନେ ସବୁ କିଣୁଛନ୍ତି ସେମାନଙ୍କୁ ଆମେ ଟିକେ ଜଣେଇଦେଲେ ଠିକ ହେଇଯିବ। ଆଜ୍ଞା, କି ଆଜି ଇଏଟା ଗୁରୁକୁଲ ଟା ପଠେଇଲେ ସେମାନେ ଆଜ୍ଞା ଦେଖିକି ବି ହଁ ତାର ରେସିପି, କହିବେ ଏଥିରେ ରେସିପିଟା ଆଜି ସିଏ କହୁଛି, ତ ଏଇଟା ଟିକେ ଦେଖି ଦିଅନ୍ତୁ ଗୁରୁକୁଳ। ତ ଗୁରୁକୁଳ ବି ପ୍ରମୋସନ ବି ହେଇଗଲା। ଆଉ ଆପଣଙ୍କର ଇଏ ରେସିପି ବି ଆଜ୍ଞା। ଆପଣଙ୍କର ହେଇଗଲା। ସାର୍ ବହୁତ କାଲି ତ ଅଛି 3ଟା ବେଳେ, ମୁଁ ସେ ଭଉଣୀ ମାନଙ୍କୁ କହିଛି ବସିବା ପାଇଁ। ଦେଖାଯାଉ କଣ ହଉଛି, ଆମେ ତ ଆଉ ବହୁତ ବସିବୁ ବଢିଆ ହବ ନିହାତି। ଯେ ନୂଆ ଟ୍ରେନରଙ୍କ ସହିତ ଆପଣଙ୍କର ଇଣ୍ଟ୍ରୋଡ୍ୟୁସ ବି ଆମେ କରିଦେଇ ପାରିବା। ତାକି ଆପଣ ଆପଣଙ୍କର ସୁବିଧା ଅନୁସାରେ ତାଙ୍କର ଫୋନ ନମ୍ବର ନେଇକି ଆପଣଙ୍କର କଣ ସୁବିଧା ଅସୁବିଧା ଆମେ ବି କଥା ବି ହେଇପାରିବା। ତା ସହିତ ଆଗକୁ କେମିତି ବଢିବା, ମାନେ ପ୍ରଡକ୍ଟର ନଲେଜ, ଏ ସବୁ ସବୁ କିଛି ଆପଣ ମାନେ କରିଦେଇ ପାରିବେ ଇଣ୍ଡିଭିଜୁଆଲି। ସେ ଆଜ୍ଞା ବି ଆଜ୍ଞା ଭୁବନେଶ୍ୱରରେ ରହୁଛନ୍ତି, ତ ସେଥିଲାଗି ସାର୍ ମୁଁ ମ୍ୟାକ୍ସିମମ୍ ବି ସଂଖ୍ୟାରେ ବସେଇବା ଦରକାର। ସାର୍ ମୁଁ ଫୋନ ନମ୍ବର ତାଙ୍କ ଆଣିକିରି ହଁ, ଆପଣଙ୍କଠୁ ହଉ କି କାଲି ତାଙ୍କଠୁ କାଲି ଆଣିବି। କାଲି ମିଟିଂରେ ବସି ସାରନ୍ତୁ। ଆଗେ ଇଣ୍ଟ୍ରୋଡ୍ୟୁସ ଆଜ୍ଞା ହେଇଯାଆନ୍ତୁ। କ୍ୟାମେରା ଖୋଲିକି ବସିଲେ ତ ଇଣ୍ଟ୍ରୋଡ୍ୟୁସ ହେଇଯିବେ। କ୍ୟାମେରା ଇଣ୍ଟ୍ରୋଡ୍ୟୁସ ହେଇଯାଆନ୍ତୁ, ଆଉ ତାପରେ ତାଙ୍କ ସହିତ କଥା ହେବେ।
ହଉ ସାର୍। ଓକେ, ହଉ। ଥ୍ୟାଙ୍କ ୟୁ ପ୍ରବୀଣା ମ୍ୟାଡ଼ାମ। ଆଜ୍ଞା, ଆଜ୍ଞା, ଅନମ୍ୟୁଟ କରନ୍ତୁ ଆଜ୍ଞା। ନର୍ମଦା ମ୍ୟାଡ଼ାମ, ଆଜ୍ଞା, ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର, ଚାନ୍ଦ ସାର୍ଙ୍କୁ ବି ନମସ୍କାର। ସେ ଗୁରୁକୁଳ ଆଜି ଗୁଡ୍ ଡଟ୍ ବିଷୟରେ ଭଲ କହିଲେ। ଗୁଡ୍ ଡଟ୍ ତ ବ୍ୟବହାର କରୁଛୁ, କିନ୍ତୁ ଏମିତି ଅଲଗା ଆମ ଘରୋଇ ମସଲାରେ ଯାହା ଦେଇକି ବ୍ୟବହାର କରୁଛୁ। କିନ୍ତୁ ଆମର ଆରସିଏମର ମସଲା ମୁଁ ଆଣିନି, କି ସେଇ ବିଷୟରେ ମୁଁ ବ୍ୟବହାର ବି କରିନି। ଆଗରୁ ଆଣିକି ବ୍ୟବହାର କରିଛି, କିନ୍ତୁ ଗୁଡ୍ ଡଟ୍ରେ ପକେଇକିରି ସେଇ ମସଲା ବ୍ୟବହାର କରିନି। ତେଣୁ ଭାବୁଛି ସେଇ ମସଲାଟା ଆଣିକି ଗୁଡ୍ ଡଟ୍ରେ ବ୍ୟବହାର କଲେ ତାର ଟେଷ୍ଟଟା କେମିତି ଆସିବ ସେଇଟା ଦେଖିବାକୁ ପଡ଼ିବ। ଆଉ ଗୁଡ୍ ଡଟ୍ ବିଷୟରେ ମୁଁ ବହୁତ ଲୋକଙ୍କୁ ବି କହିଲିଣି। ଆଉ କହିଛନ୍ତି, ମୋତେ ଜଣେ 2 ଜଣ କହିଛନ୍ତି ଗୁଡ୍ ଡଟ୍ ନେବେ ବୋଲି। ଆଉ ଦେଖାଯାଉ କଣ ହଉଛି, ଲାଗିଛି ତ ଚାଲିଛି, ଆଜ୍ଞା, ଅଭିଯାନ ତ ଚାଲିଛି। ନାଇଁ ଆଜ୍ଞା, ବହୁତ ବଢିଆ କଥା। ତାର ଟେଷ୍ଟ ନିଜେ ଶିଖିଲେ ତ ବାସ୍ତବିକ ଅନୁଭବ ଆସିବ, ତ ହଁ, ଲୋକଙ୍କୁ ଆମେ ନିଜେ ଉତ୍ସାହର ଟେଷ୍ଟଟା ସହିତ ଜାଣିଲେ କହିପାରିବା। ଅନ୍ୟମାନଙ୍କୁ କହିହବ ଟେଷ୍ଟଟା। ଆଜ୍ଞା, ବହୁତ ବଢିଆ, ବହୁତ ବଢିଆ। ଆକ୍ଚୁଆଲି କୁହାଯାଏ ସବୁବେଳେ, ଗୁରୁଦେବ ବିଶି ଛାବଡାଜୀ କହନ୍ତି ଯେ ଉତ୍ସାହ ଏମିତି ଗୋଟେ ଜିନିଷ ଯିଏ କି ଜିତିବା ପାଇଁ ଗୋଟେ ଜଜମେଣ୍ଟ ଦେଇଥାଏ। ଆଜ୍ଞା, ତ ଆମେ ଜିତିବା ପାଇଁ ଯଦି ଚାହୁଁଛେ ତାହେଲେ ଉତ୍ସାହ ହିଁ ଦରକାର। ଆଉ ଯେତେ ଉତ୍ସାହିତ ହେଇକି କରିବା ତ ସେତେ ଆଜ୍ଞା, ଭଲ ଆମେ କହିପାରିବା। ଦେଖନ୍ତୁ ସେ କାଲି ଆପଣମାନେ ଯୋଉ ଆସିଥିଲେ ଡାଇମଣ୍ଡ ଆଚିଭର, ଦେଖନ୍ତୁ କେତେ ସରଳ, କେତେ ଶାନ୍ତ ହଁ, ସରଳ ଲୋକ, ଏତେ ବୟସରେ ବି ଷ୍ଟେଜ ଉପରେ ଠିଆ ହେଇକି ବି ବହୁତ ସମୟ ଠିଆ ହେଇପାରୁନାହାନ୍ତି, ବସିକି ବି କହୁଛନ୍ତି। ହଁ, କିନ୍ତୁ ଦେଖନ୍ତୁ ତାଙ୍କର ଉତ୍ସାହ ଅଛି, ପୁରା ହିନ୍ଦୁସ୍ତାନ ସେ ବୁଲୁଛନ୍ତି। ଆଜ୍ଞା, ତାଙ୍କର ଏଇ ଇଚ୍ଛା ଅଛି ଯେ ପୁରା ହିନ୍ଦୁସ୍ତାନରେ ବହୁତ ସାରା ଲୋକଙ୍କୁ କେମିତି ଡାଇମଣ୍ଡ କରିବେ। କାରଣ ସିଏ ଯୋଉ ଡାଇମଣ୍ଡର ଆନନ୍ଦ ପାଉଛନ୍ତି ନା, ତ ସେ ଆନନ୍ଦ ସେ ସମସ୍ତେ ପାଆନ୍ତୁ। ତାଙ୍କର ସେଇ ଉତ୍ସାହ ଅଛି। ଆଜ୍ଞା, ବଢିଆ କଥା। ଓକେ, ପ୍ରବୀଣା ମ୍ୟାଡ଼ାମ, ଆଜ୍ଞା କୁହନ୍ତୁ। ହଁ ମ୍ୟାଡ଼ାମ, ଅନମ୍ୟୁଟ ତ ହେଇଛି, କୁହନ୍ତୁ। ଓକେ, କାର୍ତିକ ବାବୁ କୁହନ୍ତୁ। ସାର୍ ନମସ୍କାର, ଜୟ ଶ୍ୟାମ। ସାର୍ କାଲି ତ ଭଲ ଶାନଦାର ମିଟିଂ ହେଲା, ମାନେ ଡାଇମଣ୍ଡ ଯିଏ ଆସିଥିଲେ ବିଜେନ୍ଦ୍ର ସିଂ ରାଠୋଡ, ତାଙ୍କ ମିଟିଂ ପାଇଁ ତ ମୁଁ ଏକ୍ସାଇଟେଡ ଥିଲି। ଯାହା ବି ହେଲେ ଯେମିତି ହଉ କେହି ବି ନଗଲେ ବି ନିଜେ ଯାଇ ପହଞ୍ଚିବି, ଆଉ ସେ ବି କଲେ। ଲାଷ୍ଟକୁ ମୋ ସାନ ପୁଅ ବି ଯାଇଥିଲେ, ସାଙ୍ଗରେ ମୋର ଯାଇଥିଲା। ଆଉ ତାଙ୍କ ସାଙ୍ଗରେ ବି ଆପଣ ତ ଫଟୋ ଉଠେଇକି ଦେଲେ। ତାପରେ କଥା ହଉଛି ବିଜନେସ ତ ମୁଁ ଏପଟେ ଦେଖୁଛି, ମାନେ ଆମର ଯୋଉ କଟକରେ 8 ତାରିଖ ଅଛି ଏଲଡିପି ପ୍ରୋଗ୍ରାମ ଅଛି, ତା ଦେହରେ ବି କିଛି ନାଇଁ, ଲୋକଙ୍କୁ ନେଇକି ୟୁଏଲପି ପ୍ରୋଗ୍ରାମ ଅଛି, ୟୁଏଲପି। ୟୁଏଲପି ସେ କଟକ ନେଇକି ଯିବି। ସାହୁ ଭାଇଙ୍କ ସାଙ୍ଗରେ କଥା ହେଇଛି। ତାପରେ ଏପଟେ ବିଜନେସ ପାଇଁ ବି ସାହୁ ଭାଇଙ୍କି ଆଜି ଡାକିଛି ମିଟିଂ। ଆଜି ନାହିଁ ତ କାଲି ଆସିଲେ ହୋମ ମିଟିଂ ପାଇଁ ରଖିଛି ନେମାଳରେ। ଏଇଆ ହଉଛି କଥା ଆଉ। ଜୟ ହୋମ ଶ୍ରୀ। ମିଟିଂ ଏକା କରିପାରୁନାହାନ୍ତି କି? ହଁ ଏକା କରୁଛି, କିନ୍ତୁ ସାହୁ ଭାଇ ଆସିଲେ ଟିକେ ଅଧିକା ଟିକେ। ଗ୍ରୁପ ମିଟିଂ କରିହବ। ଆଜ୍ଞା, ମାନେ ସାହୁ ଭାଇ ଗଲେ ଗ୍ରୁପ ମିଟିଂ କରିହବ। ଧରନ୍ତୁ ଆପଣ ଯୋଉମାନଙ୍କୁ ହୋମ ମିଟିଂ କରିଥିବେ, 10 ଜଣଙ୍କୁ ହୋମ ମିଟିଂ କରିଥିବେ, ତ ସେ ଆଜ୍ଞା, 10 ଜଣଙ୍କୁ ଆପଣ ଗୋଟେ ଜାଗାରେ ବସେଇକି ସାହୁ ଭାଇଙ୍କୁ ଡାକିବେ। ସେଇଆ ସେଇଆ। ଆଚ୍ଛା, ସେକେଣ୍ଡ କଥା ହଉଛି ଯେ କାଲି କାଲି ଦିନ 3ଟା ବେଳେ ଗୁଡ୍ ଡଟ୍ ର ସ୍ପେଶାଲ ଟ୍ରେନର ଆସୁଛନ୍ତି, ଓଡିଆ ଟ୍ରେନର ଆସୁଛନ୍ତି। ଆଜ୍ଞା, ତାଙ୍କ ସହିତ ଇଣ୍ଟ୍ରୋଡ୍ୟୁସ ହବାର କାଲି ହଉଛି ଗୋଟେ ବହୁତ ଭଲ ତରିକା। ତାକି ଆଜ୍ଞା, ଆପଣ ଗୁଡ୍ ଡଟ୍ ର ଯେତେ ବି ଆପଣ, ସରି ଭୁଲ କହିଲି, ଗୁଡ୍ ଡଟ୍ ର ଟ୍ରେନିଂ ଚାଲିଥିଲା। କିଶୋର କି କିଶୋର ସୋଲର କାଲି ଓଡିଆ ଟ୍ରେନର ଆସୁଛନ୍ତି। ତ ସେ ଯୋଉ ଟ୍ରେନର ଆସୁଛନ୍ତି, ତ ତାଙ୍କ ସହିତ ଇଣ୍ଟ୍ରୋଡ୍ୟୁସ ହବାର କାଲି ଗୋଟେ ଫାଷ୍ଟ ଅପସନ୍ ଅଛି। ତ ଯେ ମାନେ ଆପଣମାନେ ଯଦି ମ୍ୟାକ୍ସିମମ୍ରୁ ମ୍ୟାକ୍ସିମମ୍ ଲେଡିଜ୍କୁ କାଲି ଆପଣ ବସେଇବେ, ତ ଆପଣଙ୍କର ବହୁତ ଭଲ ଟ୍ରେନିଂ ବି ହେଇପାରିବ। ଆପଣ ଚାହିଁବେ ଯଦି ଯୋଉଠି ଯୋଉଠି ଚାହିଁବେ ପାଖାପାଖି 40 ଜଣ ଲେଡିଜ୍କୁ ଏକାଠି କରିଦେଇ ପାରିବେ। ସେ ବି ଯିବେ ଟ୍ରେନିଂ ଦେବା ପାଇଁ। କମ୍ପାନୀ ଆମ ପାଇଁ ଆପଏଣ୍ଟମେଣ୍ଟ କରିଛନ୍ତି, କମ୍ପାନୀ ତାଙ୍କୁ ଦରମା ଦେଇକି ଆମ ଲାଗି ଆପଏଣ୍ଟମେଣ୍ଟ କରିଛନ୍ତି। ତ ସିଏ ବି ହେଇପାରିବ, ସେଇଟା ଗୋଟେ ବହୁତ ବଡ଼ ମୁଖ୍ୟ କାମ। ଆଉ ତା ଛଡ଼ା ଆଜି ଗୁରୁକୁଳକୁ ପ୍ରମୋସନ କରିବା ନିହାତି ଦରକାର ଉତ୍ସାହର ସହିତ। ଆଜ୍ଞା, ଆଜ୍ଞା ତ ସାର୍। ଆଜି ଆମେ 10 ଜଣଙ୍କୁ କହିବା। ତ ସେ ଯୋଉ 10 ଜଣଙ୍କୁ ଆମେ ଆଜି କହିବା, ତ କାଲି ସକାଳ 6ଟା ପୂର୍ବରୁ ତାଙ୍କୁ ଟିକେ ମନେ ପକେଇବା। ଏ ହଉଛି କଥା। ଆଉ ବହୁତ ଆଜ୍ଞା, ସରଳ କଥା। ଦେଖନ୍ତୁ, ଆପଣ ଆମ ଟିମ୍ ଅଲ୍ ଓଭର ଇଣ୍ଡିଆରେ ଅଛନ୍ତି।
ଯଦି ଟିମ୍ର ସାଥୀମାନେ ଗୁରୁକୁଳରେ ଜଏନ୍ କରୁଛନ୍ତି ଆଉ ଗୁରୁକୁଳରେ କୌଣସି ନା କୌଣସି ହ୍ୟାଣ୍ଡରାଇଜ କରି କିଛି କଥା କହୁଛନ୍ତି, ତାକୁ ପୁରା ଭାରତ ବର୍ଷର ଲୋକ ଦେଖୁଛନ୍ତି। ଆଉ କୋଉଠି ବି ସୁବିଧା ଅସୁବିଧା କିଛି ହଉଛି, ଯେହେତୁ ସେ ଟିସି ସାର୍ଙ୍କ ସାମ୍ନାରେ ଅଛନ୍ତି, ଯିଏ ବି କୋଉଠି କଣ ଅସୁବିଧା ସୁବିଧା କିଏ ବି କରୁଥିବ, ସମସ୍ତେ ନିଜେ ବି ଆ, ମାନେ ଠିକ ହେଇଯିବେ, ସାଇଜ ହେଇଯିବେ। ତ ସେଥିଲାଗି ଇଏ ଗୋଟେ ବହୁତ ବଡ ପାୱାରଫୁଲ ଜିନିଷ। ଓକେ, ଆଜ୍ଞା ଥ୍ୟାଙ୍କ ୟୁ। ମନୋଜ ବାବୁ, ଆଜ୍ଞା କୁହନ୍ତୁ। ଜୟ ସାର୍, କାଲି ସାର୍ ତ ମିଟିଂ ଯାଇପାରିନି, ଟ୍ରେନରେ ଆସିକି ଆମେ ଡିସ୍କସନ କରିଦେଲୁ। ସୁଖାନ୍ତ ଏଠେଇ, ମୁଁ ଏଠେଇ, ଆଉ ମିଟିଂ ବିଷୟରେ ଜାଣିଲି। ବହିଟେ ଧରିକି ଆସିଥିଲେ ତାଙ୍କର। ଆଉ କାଲି ନିଶ୍ଚିତ ଆଜ୍ଞା ମିଟିଂରେ ମୁଁ ଜଏନ କରିବା ପାଇଁ ଚେଷ୍ଟା କରି 10-15 ଜଣଙ୍କୁ ଆଉ କମ୍ପଲସରି ଆଉ। ହଁ, କାଲି ଗୁରୁକୁଳକୁ ବହୁତ ଭଲ ଭଲ ଭାବରେ ଆମେ ପ୍ରମୋସନ କରିବା, ବହୁତ ଉତ୍ସାହର ସହିତ ପ୍ରମୋସନ କରିବା, ତାକି ଆଜି ଯୋଉ 10 ଜଣଙ୍କୁ ଆମେ କହିଲେ କାଲି ସକାଳେ ଟିକେ ମନେ ପକେଇଦବା। ଆଉ ସବୁଠୁ ବଡ କଥା ହଉଛି ଯେ ଆମେ ପ୍ରମୋସନ ଯେତେ ଭଲ କରିପାରିବା, ସେତେ ବଡ ଆମର ଟର୍ଣ୍ଣଓଭର ହେଇଯାଇ ପାରିବ, ତାକି ଆମେ 100% ଗ୍ରୋଥ ଆମର ବହୁତ ସହଜରେ ଆମେ ହେଇଯାଇ ପାରିବ। ତ ସେଥିଲାଗି ଆମକୁ ବଢେଇବା ପାଇଁ ଏଇ ଯୋଉ କିସୋଲର ଯୋଉ ଟ୍ରେନର ଆସୁଛନ୍ତି, ଓଡ଼ିଆ ଟ୍ରେନର, କାଲି ତାଙ୍କ ସହିତ ଇଣ୍ଟ୍ରୋଡ୍ୟୁସ ହବାର ଗୋଟେ ବହୁତ ଭଲ ମୌକା ଅଛି। ତ କାଲି ଦିନ 3ଟା ବେଳେ ଏଇ ଜୁମ୍ ଲିଙ୍କରେ ସେ ମିଟିଂ ନେବେ। ଓକେ, ବହୁତ ବଢିଆ କଥା ସମସ୍ତଙ୍କୁ। ଆ, ଅପା କଣ କହୁଥିଲେ, ହ୍ୟାଣ୍ଡ ରାଇଜ କରିଥିଲେ? ନାଇଁ, ମୁଁ କହିଲି ଏଇ ମାସଟା ଟିକେ ଛାଡ଼ନ୍ତୁ, ଫେବୃଆରୀ ମାସରେ ମୋ ଟିମ୍ କି ନେଇ ମୁଁ ଆମର ଗୁଡ୍ ଆସିମ୍ ପ୍ରଡକ୍ଟ ଇଏରେ ସବୁ ଗୋଟେ ବଡ଼ କମ୍ପିଟିସନ ରଖିବାକୁ ଚାହୁଁଛି, ଓକେ ସବୁ ଓକେ, ଟିମ୍ ମେମ୍ବରଙ୍କୁ ନେଇ। ଆପଣ ତ କରିବେ, ଆଉ ସେଥିରେ ଆପଣଙ୍କର ଆଉ କଣ କହିବାର ଅଛି? ଆପଣ ତ କରିବେ, କିନ୍ତୁ 100% ଗ୍ରୋଥ ତ ଏଇ ମାସରୁ ହିଁ ଦରକାର, କାରଣ ଏଇ ମାସରେ ଏ ମାସ ଗ୍ରୋଥ ହେଇକି ରହିବ, ଆପଣ ବ୍ୟସ୍ତ ହୁଅନ୍ତୁ। ଓକେ, ଥ୍ୟାଙ୍କ ୟୁ। ପ୍ରବୀଣା ମ୍ୟାଡାମ କିଛି କହିବେ କି? ମିତାଞ୍ଜଳି ମ୍ୟାଡାମ ଅନମ୍ୟୁଟ କରି କିଛି କହିବେ? ପ୍ରବୀଣା ମ୍ୟାଡାମ କାଲି ଆଳୁ ଚପ ବେଶୀ ଖାଇ ଦେଇଛନ୍ତି। ଆଜ୍ଞା, ଠିକ ଅଛି। ଓକେ, ସାର୍ଙ୍କୁ ଇନଭାଇଟ୍ କରିବା। ସାର୍ ୱେଲକମ୍ ସାର୍, ଚାନ୍ଦ ସାର୍। ନମସ୍କାର ସମସ୍ତଙ୍କୁ। ସାର୍ ନମସ୍କାର। ସାର୍ ନମସ୍କାର। ନମସ୍କାର ନମସ୍କାର। ଜୟ ଆର୍‌ସିଏମ୍। ଜୟ ଗୁଡ ମର୍ଣ୍ଣିଂ। ଆସି ପ୍ରତିଦିନ ଆପଣମାନଙ୍କ ସହିତ ସକାଳେ କଥାବାର୍ତ୍ତା, ଦେଖା ସାକ୍ଷାତ, ଆଲୋଚନା ବହୁତ ଭଲ ଲାଗୁଛି ସମସ୍ତଙ୍କୁ। ତ କାଲି ପ୍ରୋଗ୍ରାମ ରେ ଆରତୀ ମ୍ୟାଡାମଙ୍କର ଗ୍ରୁପ ସବୁ ଆସିଥିଲେ, ସମସ୍ତେ ନର୍ମଦା ମ୍ୟାଡାମ, ମିତାଞ୍ଜଳି ମ୍ୟାଡାମ ସବୁ ଆସିଥିଲେ ତ କାଲି, ନମିତା ମ୍ୟାଡାମ, ପ୍ରବୀଣା ମ୍ୟାଡାମ। କେବଳ ମିତାଞ୍ଜଳି ମିତାଞ୍ଜଳି ମ୍ୟାଡାମ ମ୍ୟାଡାମ ନଥିଲେ। ଆସିନି। ଆଁ ମିତାଞ୍ଜଳି ମ୍ୟାଡାମ କାଲି ତାଙ୍କ ବାପାଙ୍କ ଶ୍ରାଦ୍ଧ ଥିଲା। ଆଚ୍ଛା ଆଚ୍ଛା, ମହାନ୍ତି ବାବୁ କାଲି ଆସିଥିଲେ। ହଁ, ହଁ, ନାନ୍ ସାର୍ ବି ଆସିଥିଲେ। ସାର୍ ଆସିଥିଲେ। ମୃତ୍ୟୁଞ୍ଜୟ ମହାନ୍ତି, ମୃତ୍ୟୁଞ୍ଜୟ ମହାପାତ୍ର ଜଣେ ଆସିଥିଲେ ଉତ୍ତରା, ଆଚ୍ଛା ଆଚ୍ଛା, ସେ ଜଏନ୍ କରିଛନ୍ତି। ହଁ ସେ ଆଉ ନ୍ୟୁ ମେମ୍ବର ଜଣେ ଆସିଥିଲେ, ରୋଜି ମୁଦୁଲି ବୋଲି, ସିଏ ବଢିଆ କାଲି ଆଜି ମିଟିଂ ଡାକିଛନ୍ତି। ଆରତୀ ମ୍ୟାଡାମ, ଆପଣଙ୍କର ଲିଡରସିପ ପାଇଁ ବହୁତ ଧନ୍ୟବାଦ। ଆପଣଙ୍କର ଲିଡରସିପ ଯୋଗୁ ଆପଣଙ୍କର ଟିମ୍ ଭଲ ଡେଭଲପମେଣ୍ଟ ହଉଛି, ଆହୁରି ବି ହବ। କିନ୍ତୁ ମୁଁ କେତେଟା ଆପଣଙ୍କୁ ଆଶୀର୍ବାଦ ମାଗୁଛି। ଆଜ୍ଞା, ମୁଁ ଆପଣଙ୍କ ଆଶୀର୍ବାଦ ଚାହୁଁଛି। ଏ ତ ହାର୍ଟଲି ଆଶୀର୍ବାଦ ରହୁଛି ସବୁବେଳେ। ଆପଣଙ୍କର କାର୍ଯ୍ୟକ୍ରମ, ଆପଣଙ୍କର ଚିନ୍ତାଧାରା, ଆପଣଙ୍କର ଭିଜନ ଦେଖିକିରି। କିନ୍ତୁ କଥା ହଉଛି, ଆପଣ ଯଦି ମୋର କେତେଟା କଥା ଶୁଣିବେ, ତାହେଲେ ଆପଣଙ୍କର ଆହୁରି ଡେଭଲପମେଣ୍ଟ ହବ। ଶୁଣିବେ? ୟେସ୍। କଥା ହଉଛି, ଏଇ ଯୋଉ 2-3 ଜଣଙ୍କର ନାଁ କହିଲେ, ଆପଣ ନୟନ ମହାନ୍ତି ସାର୍ ଅଛନ୍ତି, ଆଉ ଜଣେ ମୃତ୍ୟୁଞ୍ଜୟ ବାବୁ କୋଉଠିକାର? ସେ ଉତ୍ତରା। ପୁତ୍ର, ଆଉ ଜଣଙ୍କ ନାଁ କହିଲେ? ସେଇ ଆମର ବରମୁଣ୍ଡା ଗାଁ ଜଗନ୍ନାଥ ମନ୍ଦିର ପାଖରେ ନୂଆ ଜଏନ୍ କରିଛନ୍ତି। ହଁ, ତାଙ୍କର କାଲି ଏମିତି ଏକ୍ସାଇଟେଡ ହେଇଛନ୍ତି, ସେ ତାଙ୍କ ନାଁ ତାଙ୍କ ନାଁ ରୋଜି ମୁଦୁଲି। ମ୍ୟାଡାମ ଜଣେ, ମାନେ ଲେଡି ଜଣେ। ତାଙ୍କ ହଜବେଣ୍ଡ, ସିଏ 2 ଜଣ ଯାକ ମୁଁ ନେଇକି ଯାଇଥିଲି ହଁ, ତାଙ୍କ ସେବା କେନ୍ଦ୍ର। husband। ମୋର କହିବା କଥା,
ଦେଖନ୍ତୁ ଆପଣ ମାନଙ୍କର ମୁଁ ଯାହା ଏତେ ଦିନ ହେଲାଣି 6 ମାସ ବର୍ଷେ ହେଲାଣି ଆପଣ ମାନଙ୍କର ଟିମ୍ ର ସମସ୍ତେ ଯୋଉମାନେ ଅଛନ୍ତି ତାଙ୍କର ଉତ୍ସାହ ଆଗ୍ରହ ବିଶେଷ କରି ମିତାଞ୍ଜଳି ମ୍ୟାଡାମ, ପ୍ରବୀଣା ମ୍ୟାଡାମ, ନମିତା ମ୍ୟାଡାମ ମାନଙ୍କର ବହୁତ ଆଗ୍ରହ ଉତ୍ସାହ ଦେଖୁଛି। କିନ୍ତୁ କଥା ହଉଛି କଣ, ଏଟା ବାସ୍ତବିକ କଥା। ଏଥିରେ ଆମେ ଯୋଉଟା ସତ ସେଇଟାକୁ ଆମେ ତ ମନକୁ ମନ ବୁଝେଇକିରି ଆମେ ତାକୁ ଲୁଚେଇ ପାରିବାନି। କଥା ହଉଛି କଣ, ଯାହାହେଲେ ବି ଗୋଟେ ଲିମିଟେସନ ଅଛି ଆପଣ ମାନଙ୍କର। ଲେଡିଜ ମାନଙ୍କର କେତେ ଦୂର ଆଗେଇ ପାରିବେ କୁହନ୍ତୁ? ଯେତେ ଆଗ୍ରହ ଉତ୍ସାହ ଥିଲେ ବି ଆପଣ ମାନେ ଗୋଟେ ଲିମିଟେଡ ଏମାନଙ୍କ ସମସ୍ତଙ୍କୁ ଆପଣଙ୍କର ଟିକେ ଅଧିକା ଅଛି, ପରିସର ଅଧିକା ଅଛି। କିନ୍ତୁ ସେଥିପାଇଁ କଣ କରିବାକୁ ପଡିବ, ଅଧିକାରୁ ଅଧିକା ଲୋକ ସଂଖ୍ୟା ଆପଣଙ୍କୁ ବଢେଇବାକୁ ପଡିବ, ଆଉ ଜେଣ୍ଟସ ମାନଙ୍କୁ ଆଟାଚ କରିବାକୁ ପଡିବ। ଏଇ 3 ଜଣ ଯୋଉ ନୟନ ମହାନ୍ତି ବାବୁଙ୍କର ସମ୍ପର୍କରେ ସିଏ କିଛି ଜେଣ୍ଟସ କୁ ଆଣିବେ। ସେ ଯୋଉ ଆପଣ କହୁଛନ୍ତି ଆଉ 2 ଜଣ ଯୋଉ ଅଛନ୍ତି ତାଙ୍କ ମାଧ୍ୟମରେ ଯେମିତି ଜେଣ୍ଟସ ବେଶୀ ଆସିବେ। ଯଦି ଜେଣ୍ଟସ ବେଶୀ ଆସିବେ ଆଉ ତାଙ୍କୁ ଯଦି ଆମେ ଆଟାଚମେଣ୍ଟ ରଖିବା ତାହେଲେ ଆପଣଙ୍କର ଭଲ ଡେଭଲପମେଣ୍ଟ ହବ। ଏଟା ସତ ନା ମିଛ? ଏଟା କଣ ମ୍ୟାଡାମ, ସତ ନା ମିଛ? ନାଇଁ ନାଇଁ, ସତ କଥା, ସତ କଥା। ତେଣୁ ଲେଡିଜ କେତେ ଯାହାହେଲେ ବି କେତେ ଦୂର ଯାଇପାରିବେ। ଇଏ ବିଜନେସ ହଉଛି ଯୋଉଟେ, ଏ ବିଜନେସ କୁ ମୁଁ ଯେତେବେଳେ ଆରମ୍ଭ କରିଥିଲି ସଞ୍ଜୀବ ସାରଙ୍କର ଯୋଉ ଏତେ ଟ୍ରେନିଂ ଦେଲେ, ଏତେ ଭଲ ଭଲ କଥା ସବୁ କହନ୍ତି, ସବୁର ମିଶେଇକିରି ମୁଁ ତାର ନିଚୋଡ ମୋର ପାଖରେ ଥିଲା 3ଟା ଶବ୍ଦ: ଭିଡ ଜମେଇବା, ଦୌଡ଼ିବା ଆଉ ଯୋଡ଼ିବା। ଭିଡ ଜମେଇବା, ଦୌଡ଼ିବା ଆଉ ଯୋଡ଼ିବା। ଏଇ 3ଟି କଥା ମୁଁ ବାହାର କଲି। ସଞ୍ଜୀବ ସାର୍ ମତେ କଥା ପଚାରିଲି, ସାର୍ ତ ମତେ କଥାବାର୍ତ୍ତା ହେଲେ, ସାର୍ ମତେ ସବୁ ଡିସ୍କସନ ହୁଏ। ମୁଁ କହିଲି ମୁଁ ତ ମାନେ ତାଙ୍କର ଯୋଉ ପ୍ରୋଗ୍ରାମ ରେ ମିଟିଂ ଟ୍ରେନିଂ ରେ ମୁଁ ସବୁବେଳେ ପ୍ରାୟ ବସିପାରେନି, କାରଣ ମୁଁ ଅର୍ଗାନାଇଜ କରୁଥାଏ ଲୋକଙ୍କୁ ଡକା ଡକି। ତେଣୁ ମୁଁ ଯାହା ଶୁଣେ, କିନ୍ତୁ ତାପରେ ମୁଁ ଏତିକି ନିଚୋଡ ପାଇଲି ଯେ ଭିଡ ଜମେଇବା ହଉଛି ବଡ କଥା। ମିଟିଂ ରେ, ସେମିନାର ରେ, ଟ୍ରେନିଂ ରେ, ଜୁମ୍ ମିଟିଂ ରେ ଯିଏ କାମ କରିପାରିବ ସିଏ ଏଥିରେ ସଫଳ ହବ। ଯିଏ ଦୌଡ଼ି ପାରିବ। ଏଇ ଦେଖନ୍ତୁ, ସେମିନାର କୁ ଆସିବା, ଦୌଡ଼ା ଦୌଡ଼ି, ଯେ ମିଟିଂ କରିବା, ହୋମ ମିଟିଂ କରିବା, ଗ୍ରୁପ ମିଟିଂ କରିବା, କାଲି ଆଜି ଆପଣ ମାନଙ୍କର ଗୋଟେ 3ଟା ବେଳେ ପ୍ରୋଗ୍ରାମ ଅଛି, ଲୋକଙ୍କୁ ଡକା ଡକି କରିବା, ଏସବୁ ଯୋଡ଼ିବା। ଯୋଉମାନେ ଆସିଛନ୍ତି ତାଙ୍କୁ, ଯୋଉମାନେ ସାଙ୍ଗରେ ଅଛନ୍ତି ତାଙ୍କୁ ସବୁବେଳେ ମାନେ ସମ୍ପର୍କରେ ରଖିବା, ଆଉ ତାଙ୍କ ମାଧ୍ୟମରେ ନୂଆ ଲୋକ ଆସିବା। ଆଉ ଗୋଟେ କଥା ଅଛି କଣ, ଭାରି ସିମ୍ପଲ କଥା ସବୁ, କଣ୍ଟାକ୍ଟ। ବୁଝିପାରୁଛନ୍ତି ତ? କଣ୍ଟାକ୍ଟ ମୋର ଭୁବନେଶ୍ୱରରେ ମୁଁ ଆରମ୍ଭ କରିଥିଲି 5-7 ଜଣ 10 ଜଣ ଲୋକ ଥିଲେ, ତ ଇଏ ସାରା ଓଡିଶା ବିସ୍ତାର କଣ୍ଟାକ୍ଟରୁ ଲୋକଙ୍କ ସହିତ ସମ୍ପର୍କ କରିବା। ଆଉ ଯଦି ଆମେ ଆପଣଙ୍କର ଦେଖନ୍ତୁ ମ୍ୟାଡାମ, ଆପଣଙ୍କର 5-7 ଜଣ ପୁରା ଆପଣଙ୍କ ସହିତ ଆଟାଚ ଅଛନ୍ତି, ନମିତା ମ୍ୟାଡାମ, ମିତାଞ୍ଜଳି ମ୍ୟାଡାମ, ପ୍ରବୀଣା ମ୍ୟାଡାମ ସବୁ ଆଟାଚ ଅଛନ୍ତି। ଏବେ ଏମାନଙ୍କର ପରିସର ଯେତିକି, ତାକୁ ଯଦି ବଢିବାକୁ ଆପଣ ଚାହିଁବେ ତାହେଲେ ନମିତା ମ୍ୟାଡାମଙ୍କର 10-20 ଜଣ କଣ୍ଟାକ୍ଟ ଦରକାର, ମିତାଞ୍ଜଳି ମ୍ୟାଡାମଙ୍କର 10-20 ଜଣ, ପ୍ରବୀଣା ମ୍ୟାଡାମଙ୍କର 10-20 ଜଣ। ଏକଥା ଟିସିଜି କହନ୍ତି ସବୁବେଳେ, ମିନିମମ୍ 11 ଜଣ 22 ଜଣ କଣ୍ଟାକ୍ଟ ଦେବେ। ସେମାନଙ୍କୁ ଫଲୋ କରିବା। ଏଇ ଯଦି 5 ଜଣଙ୍କର ଯଦି 10-10 ଜଣ କରି 11-11 ଜଣ କରି ହବ, ତାହେଲେ 55 ଜଣ ହଉଛନ୍ତି କଣ୍ଟାକ୍ଟ। ପ୍ରତ୍ୟେକଙ୍କର ତ କଣ୍ଟାକ୍ଟ 50-100 ଥିବେ ନା। ପ୍ରବୀଣା ମ୍ୟାଡାମଙ୍କର ତ 50 ଜଣ କଣ୍ଟାକ୍ଟ ଥିବେ, ନମିତା ମ୍ୟାଡାମଙ୍କର ବି ଥିବେ, ମିତାଞ୍ଜଳି ମ୍ୟାଡାମଙ୍କର ସବୁ କଣ୍ଟାକ୍ଟ ଅଛନ୍ତି। କିନ୍ତୁ ସେଇ ଯୋଉ କଣ୍ଟାକ୍ଟ ସବୁ ଅଛି ତାଙ୍କ ସହିତ ସମ୍ପର୍କ କରିବା। ଆମେ ସେମିତି କରିକିରି ଆମର ଆରମ୍ଭ କରିଥିଲୁ ସେମିତିକା। ସଞ୍ଜୀବ ସାର୍ କଥା ବୁଝାଉଥିଲେ, କଣ୍ଟାକ୍ଟରୁ କଣ୍ଟାକ୍ଟ। ଏଥିରେ ଆପଣଙ୍କର ମାନେ ଯେହେତୁ ଲିଡର, ଆପଣଙ୍କର ଏଥିରେ ମାନେ ଅଧିକା ଟିକେ ତାଙ୍କ ମାଧ୍ୟମରେ ଆଗେଇବାକୁ ପଡିବ। ତାପରେ ଶତପଥୀ ସାର୍ ଅଛନ୍ତି, ତାପରେ ପ୍ରେମାନନ୍ଦ ସାହୁ ସାର୍ ଅଛନ୍ତି। ତ ଯେତେ କଣ୍ଟାକ୍ଟରୁ ଏମାନେ ଯେହେତୁ 5 ଜଣ ଯାକ ପୁରା ଡିଭୋଟି ଅଛନ୍ତି, ଭାରି ସିରିୟସଲି ଆଗ୍ରହ ସହିତ ଅଛନ୍ତି, ତାଙ୍କର ଲୋକମାନଙ୍କର କଣ୍ଟାକ୍ଟ କରନ୍ତୁ। ଆଜି ବି ଟିସି ସାର୍ ପ୍ରଥମେ କହିଲେ ସେଇ କଥା,
ଗୁଡ୍ ଡଟ୍ ପୂର୍ବରୁ ସେଇ କଥା ସେ କହିଲେନି କି ମିନିମମ୍ 10 ଜଣ ଲୋକଙ୍କୁ ଆଉ ଜଣେ ତାଙ୍କୁ ଡାକିଲେ ସେ କହିଲେ କଣ ମୋର ପ୍ରତିଦିନ 50-100 ଲୋକଙ୍କୁ ଫୋନ କରିବି ସକାଳୁ ଫୋନ କଲା ମାତ୍ରେ ସେମାନେ ଜାଣିଯିବେ ଯେ ସାର୍ ଗୁରୁକୁଳ ପାଇଁ ଫୋନ କରୁଛନ୍ତି ତେଣୁ ସେମାନେ ତେଣୁ ପ୍ରତିଦିନ 10-20-30 ଜଣଙ୍କୁ ଫୋନ କରିବା ପ୍ରତିଦିନ ସେମାନେ ବସନ୍ତୁ ନ ବସନ୍ତୁ ସେମାନେ ଫୋନରେ ରେସ୍ପଣ୍ଡ କରନ୍ତୁ ନ କରନ୍ତୁ ତାକୁ ଫୋନ କରିବା ହଉଛି କଥା କାରଣ ସେମାନେ ସକାଳୁ ଫୋନ କରିଦେଲେ ସେମାନେ ଜାଣିବେ ଯେ ମିସ୍ କଲ୍ ଆସିଛି ମାନେ ଡାକୁଛନ୍ତି ଏମିତି ଯଦି ସବୁଦିନ ପ୍ରତିଦିନ ଯିବ ତାହେଲେ ଦିନେ ତାଙ୍କ ମନରେ ଆସିବ କଣ ସବୁବେଳେ ଗୋଟେ ଫୋନ କରୁଛନ୍ତି ଦେଖିବା ଆଟେଣ୍ଡ କରିବା ତ ଏମିତି ହୁଏ ତ ଏଥିପାଇଁ ପରିସର ବଢେଇବା ପାଇଁ ହେଲେ ଆମକୁ କଣ ହବ ନା କଣ୍ଟାକ୍ଟରୁ କଣ୍ଟାକ୍ଟ ଆଗିବାକୁ ପଡିବ ତ ଦେଖନ୍ତୁ ଆଉ ଗୋଟେ କଥା ଇଏ ଗୋଟେ କଥା ଗଲା ନିଜର ପରିସର ବଢେଇବା ପାଇଁ ସେ କଥା ଗ୍ୟାସେସ ର ଲାଷ୍ଟ ଯୋଉ କୁହାଯାଇଛି ସାମାଜିକ ଦାୟରା ସେଇଟାକୁ ପରିସର ବଢେଇବା ନିଜର ପରିସର ବିସ୍ତାର ଯଦି ନ କରାଯିବ ତାହେଲେ ଆମର ବିଜନେସ ଆମେ ବଢିବା କେମିତିକା ବିସ୍ତାର ଯଦି ନ କରିବା ଏଇ ବିଜନେସ ହଉଛି ବିସ୍ତାର ବିଜନେସ ଯେତେ ବିସ୍ତାର କରିବା ଆଚ୍ଛା ଦ୍ୱିତୀୟ କଥା ହଉଛି ମିଟିଂ ସେମିନାର ଟ୍ରେନିଂ ରେ କଣ ହୁଏ ଏଥିରେ କଣ ହୁଏ ଭିଜନ ବଢେ ମାନେ ଆଖି ଖୋଲେ ଯୋଉ ଆଖି ଖୋଲିବା ସେ ବଢିବ କିନ୍ତୁ ବିଜନେସ ବଢିବ କୋଉଥିରେ ବିଜନେସ ବଢିବ ଫଲୋ ଅପ୍ କଲେ ବିଜନେସ ବଢିବ ଫଲୋ ଅପ୍ କଲେ ମାନେ ହୋମ ମିଟିଂ ରେ ଯାହା ସେମିନାର ମିଟିଂ ଟ୍ରେନିଂ ରେ ଆଲୋଚନା ହେଲା ତାକୁ ରେଗୁଲାର ତାକୁ ନିଜର ଟିମ୍ ସହିତ ଆମକୁ ଶିଖଉଥିଲେ କଣ ସେମିନାର ର 48 ଘଣ୍ଟା 60 ଘଣ୍ଟା ଭିତରେ ଆପଣଙ୍କ ଟିମ ର ଯେତେ ଲୋକ ଆସିଥିବେ ତାଙ୍କ ମାଧ୍ୟମରେ ନୂଆ ନୂଆ ଲୋକଙ୍କ ସହିତ ଭେଟନ୍ତୁ ତାହେଲେ କଣ ହବ ନା ଲୋକଙ୍କର ମନେ ରହିଥିବ ଆପଣ ମାନେ 5-7 ଜଣ କାଲି ଯାଇଥିଲେ ତ ସମସ୍ତଙ୍କର ଆଜି ଦିନ ସାରା ମନେ ରହିବ କାଲିକା ଆଜି ସକାଳେ ଆଜି କହିଲେ ମିତାଞ୍ଜଳି ମ୍ୟାଡାମ ନମିତା ମ୍ୟାଡାମ ସବୁ କହିଲେ ଯେ ନମିତା ମ୍ୟାଡାମ କହିଲେ ଯେ ଯାହା ଯାହା ହେଇଥିଲା ଭଲ ଲାଗିଲା ବୋଲି ଏଇ ଭଲ ଲାଗିବାଟା କେତେ ସମୟ ରହିବ ମାନେ କହିଛନ୍ତି ଯେ 48 ଘଣ୍ଟା ରହିବ 48 ଘଣ୍ଟା ଭିତରେ ଯଦି ତାଙ୍କ ମାଧ୍ୟମରେ ସିଏ ଯଦି ନୂଆ ଲୋକଙ୍କୁ ନ ଭେଟିବେ ତାହେଲେ କଣ ହବ ନା ସିଏ ତ ପୁଣି ଭୁଲିଯିବେ ନା ମଣିଷ ମନ ତ ଭୁଲିଯିବେ ଏଇ ହଉଛି କଥା ଯଦି ଆପଣ ମାନେ ଏଇ ପ୍ରକାର ଭାବିବେ ତାହେଲେ ଆପଣଙ୍କର ଟିମ୍ ବହୁତ ବଡ ହବ ଏଇ ହଉଛି କଥା ଥ୍ୟାଙ୍କ ୟୁ ଓଭର ଟୁ ଶତପତି ବାବୁ ନମସ୍କାର ସାର୍ ବହୁତ ବଢିଆ କଥା ସାର୍ ଏ ଦିଟାଙ୍କ କଥା ବହୁତ ପାୱାରଫୁଲ କଥା ଯେ ଆମେ ମିଟିଂ को मैक्सिमम ରୁ मैक्सिमम ସାଥୀଙ୍କୁ ଜେଣ୍ଟ ସାଥୀଙ୍କୁ ଡାକିବା ତ ପ୍ରଥମ କଥା ଆଉ ସମସ୍ତଙ୍କୁ ବି ଡାକିବା ଆଉ ତା ସହିତ ଆମେ ଫଲୋଅପ୍ କରିବା ଯାହା ଶିଖିଲେ ସେଟା ଫଲୋଅପ୍ କଲେ ସେଟା ଆକ୍ଚୁଆଲି ବହୁତ ବଡ଼ ପ୍ରଭାବ ପକେଇ ପାରିବ ଆଉ 48 ଘଣ୍ଟା ଭିତରେ ବି ଓକେ ଆଜି ତ ସମୟ ହେଇଯାଇଛି ପୁଣି କାଲି ଆମେ ଦେଖା ହବା ନମସ୍କାର ଜୟ ଆରସିଏମ୍ ଜୟ ଶ୍ରୀ ଜୟ ଆରସିଏମ୍ नमस्कार जय श्याम। ଜୟ